ଏହା ହେଉଛି ଆଜିକୁ ଠିକ୍ 6 ବର୍ଷ ତଳର ଘଟଣା। ଗୋଟିଏ ଦିନ ପରେ ହିଁ ରଥଯାତ୍ରା ଥାଏ। ରବି ଏବଂ ତାର 2 ସାଙ୍ଗ କେବେ ବି ପୁରୀ ଆସିନଥିଲେ। ସେଦିନ ସେମାନଙ୍କର ବହୁତ ଇଚ୍ଛା ହେଉଥିଲା କି ପୁରୀ ଯାଇ ରଥଯାତ୍ରା ଦେଖିବା ପାଇଁ। ନିଜ ଭିତରେ କଥାବାର୍ତ୍ତା ପରେ ରବି ଆଉ ତାର 2 ସାଙ୍ଗ ସକାଳୁ ସକାଳୁ ପୁରୀକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ସକାଳ ହେବା ମାତ୍ରେ ହିଁ ରବି ଏବଂ ତାର 2 ସାଙ୍ଗ ଗୋଟିଏ ବାଇକ୍ରେ ହିଁ ପୁରୀ ଅଭିମୁଖେ ବାହାରି ପଡ଼ିଥିଲେ। ରବିର ଗାଁ ଠାରୁ ପୁରୀ ବହୁତ ଦୂର ଥାଏ, ତେଣୁ ସେମାନେ ସେଦିନ ଗାଡ଼ିରେ ଫୁଲ୍ ଟାଙ୍କି ପେଟ୍ରୋଲ ପକାଇଥିଲେ। ସେଦିନ ରାସ୍ତା ତମାମ ବହୁତ ବର୍ଷା ମାଡ଼ ଖାଇ ଖାଇ ସେମାନେ ପାଖାପାଖି ଗୋଟାଏରେ ପୁରୀ ଟାଉନରେ ପହଞ୍ଚି ଯାଇଥିଲେ। ସେଦିନ ପୁରୀରେ ପ୍ରବଳ ଗହଳି ଥାଏ। ଏତେ ଟ୍ରାଫିକ ଜାମ୍ ରବି ଜୀବନରେ ପ୍ରଥମ ଥର ପାଇଁ ଅନୁଭବ କରୁଥିଲା। ବହୁତ କଷ୍ଟ ପରେ ରବିକୁ ତା ଗାଡ଼ି ପାର୍କିଂ ପାଇଁ ଜାଗା ମିଳିଥିଲା। ସେଦିନ ରବି ଏବଂ ତା ସାଙ୍ଗମାନେ ପ୍ରଥମେ ବେଳାଭୂମି ଯାଇ ଖୁବ୍ ମଜା କରିଥିଲେ। ସେଠାରୁ ସେମାନେ ମନ୍ଦିର ନିକଟକୁ ଆସି ରଥ ଟାଣିବା ପାଇଁ ଅପେକ୍ଷା କଲେ। ସେଦିନ ରବି ଏବଂ ତାର ସାଙ୍ଗମାନେ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇ ବହୁତ ଖୁସି ଥିଲେ। ରଥଟଣା ଆରମ୍ଭ ହୋଇଗଲା। ସେଦିନ ପୁରୀ ବଡ଼ଦାଣ୍ଡ ସମ୍ପୂର୍ଣ୍ଣ ଭାବେ ଜନସମୁଦ୍ର ପାଲଟି ଯାଇଥିଲା। ସେଦିନ ରଥଟଣା ସରୁ ସରୁ ସନ୍ଧ୍ୟା ହେବାକୁ ବସିଥିଲା। ରବି ଏବଂ ତାର ସାଙ୍ଗମାନେ ରାତି ରହିବା ପାଇଁ ହୋଟେଲ ଖୋଜିବାରେ ବାହାରି ପଡ଼ିଲେ, କିନ୍ତୁ ରଥଯାତ୍ରା ହେତୁ ପ୍ରତ୍ୟେକ ହୋଟେଲର ବୁକିଂ ହୋଇସାରିଥିଲା। ଯେଉଁ ହୋଟେଲ ଗୁଡ଼ିକ ଥିଲା ସେମାନେ ପ୍ରବଳ ପଇସା କହିବା ହେତୁ ରବି ଏବଂ ତାର ସାଙ୍ଗମାନେ କେଉଁଠି ରାତି ବିତାଇବେ ଜାଣିପାରୁନଥିଲେ। ଶେଷରେ ସେମାନେ ରାତି ହିଁ ନିଜ ଘରକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଆଉ ଡେରି ନକରି ଠାକୁରଙ୍କୁ ମୁଣ୍ଡିଆ ମାରି ସେମାନେ ତୁରନ୍ତ ହିଁ ନିଜ ଘରକୁ ଫେରିବା ପାଇଁ ବାହାରି ପଡ଼ିଲେ। ରବି ସକାଳୁ ଆସିବା ସମୟରେ ବେଶୀ ଡ୍ରାଇଭ୍ କରିଦେଇଥିଲା, ତେଣୁ ତାର ହାତ ବହୁତ ଥକି ଯାଇଥିଲା। ତେଣୁ ସେ ଡ୍ରାଇଭ୍ କରିପାରିବନି ବୋଲି କହିଥିଲା। ସେଦିନ ଫେରିଲା ବେଳେ ଡ୍ରାଇଭ୍ କରୁଥିଲା ରବିର ସାଙ୍ଗ। ଗାଡ଼ି ପ୍ରାୟ 60 କିଲୋମିଟର ପ୍ରତି ଘଣ୍ଟା ବେଗରେ ଆଗକୁ ବଢୁଥାଏ। ବହୁ ସମୟ ଏମିତି ଆଗକୁ ବଢିବା ପରେ ରବିକୁ ରାସ୍ତା ଗୁଡ଼ିକ କ'ଣ ପାଇଁ କେଜାଣି ନୂଆ ନୂଆ ଲାଗିଲା। ସକାଳେ ସେମାନେ ଯେଉଁ ରାସ୍ତା ଦେଇ ଆସିଥିଲେ ବର୍ତ୍ତମାନ ଯାଉଥିବା ରାସ୍ତାଟି ସେୟା ନଥିଲା। ସେମାନେ ଆଗରେ ଥିବା ଗୋଟିଏ ଚାହା ଦୋକାନ ପାଖରେ ରହି ସେମାନେ ଥିବା ଜାଗା ବିଷୟରେ ପଚାରିଥିଲେ। ଜଣାପଡ଼ିଥିଲା କି ସେମାନେ ଭୁଲ ରାସ୍ତାରେ ବହୁତ ବାଟ ଆଗକୁ ବଢ଼ି ଆସିଛନ୍ତି। ପୁରୀରୁ ବାହାରିବା ବେଳେ ରାସ୍ତାର ଗୋଟିଏ ଜାଗାରେ ଜାମ୍ ହୋଇଥିବାରୁ ସେମାନେ ଗୋଟିଏ ଅଲଗା ରାସ୍ତା ଦେଇ ଆସିବାକୁ ଚେଷ୍ଟା କରିଥିଲେ। ବୋଧେ ହୁଏ ସେଥିପାଇଁ ସେମାନେ ଭୁଲ ରାସ୍ତାରେ ଆଗକୁ ବଢ଼ି ଯାଇଥିଲେ ବୋଲି ସେମାନେ ଅନୁଭବ କରିଥିଲେ। ରାତି ହୋଇଯାଇଥିବାରୁ ସେମାନେ ଭୁଲ ରାସ୍ତା କେଉଁଟା ଏବଂ ଠିକ୍ ରାସ୍ତା କେଉଁଟା ଜାଣିପାରିନଥିଲେ। ଏବେ କ'ଣ କରିବେ ବୋଲି ରବି ଏବଂ ତାର ସାଙ୍ଗମାନେ ସେହି ଚାହା ଦୋକାନୀକୁ ପଚାରିବାରୁ ସେ କହିଥିଲା କି ସେମାନେ ପଛକୁ ଫେରିଯିବା ଅପେକ୍ଷା ଯଦି ଆଗକୁ କିଛି ବାଟ ଯାଇ ଆଉ ଗୋଟିଏ ରାସ୍ତା ଧରୁଛନ୍ତି ତେବେ ସେମାନଙ୍କୁ ସୁବିଧା ହେବ। ଦୋକାନୀ ଠାରୁ ସଠିକ୍ ରାସ୍ତା ବିଷୟରେ ସମ୍ପୂର୍ଣ୍ଣ ଭାବେ ପଚାରିବା ପରେ ସେମାନେ ଆଗକୁ ବଢ଼ି ଯାଇଥିଲେ। ଆଗରେ ରାସ୍ତା ଫାଙ୍କା ଥିବାରୁ ସେମାନେ ଜୋରରେ ଆଗକୁ ବଢୁଥିଲେ। ହଠାତ୍ ସେମାନଙ୍କର ଗାଡ଼ିଟି ବନ୍ଦ ହୋଇଯାଇଥିଲା। ରବି ଏବଂ ତାର ସାଙ୍ଗମାନେ ଲକ୍ଷ୍ୟ କଲେ କି ଗାଡ଼ିରେ ସେତେବେଳକୁ ଜମାରୁ ବି ପେଟ୍ରୋଲ ନଥିଲା। କେତେ ବଡ଼ ଭୁଲ କରିଥିଲେ ବୋଲି ସେମାନେ ଭାବୁଥିଲେ ସେତେବେଳେ, କାରଣ ସେହି ନିଛାଟିଆ ରାସ୍ତାରେ ନା କୌଣସି ପେଟ୍ରୋଲ ପମ୍ପ ଥିଲା ନା କୌଣସି ଲୋକ ଯାହାକୁ ଏମାନେ ସାହାଯ୍ୟ ମାଗିପାରିବେ। ସେତେବେଳକୁ ଜୋରରେ ବର୍ଷା ଆରମ୍ଭ ହୋଇଯାଇଥିଲା। ସେଦିନ ଏକ ନିଛାଟିଆ ଏବଂ ଅଜଣା ରାସ୍ତାରେ ଫସି ଯାଇଥିଲେ ରବି ଏବଂ ତାର ସାଙ୍ଗମାନେ। ରବି ମନେ ମନେ ନିଜକୁ ଗାଳି ଦେଉଥିଲା କି ମୋତେ ଆସିବାର ହିଁ ନଥିଲା। ଜଗନ୍ନାଥ, ତୁମେ କ'ଣ ପାଇଁ ଆମ ସହ ଏମିତି କରୁଛ? ଏହା ଭାବି ଭାବି ରବି ଏବଂ ତାର ସାଙ୍ଗମାନେ ଗାଡ଼ିକୁ ଗଡ଼ାଇ ଆଗକୁ ବଢୁଥାନ୍ତି, କାହାର ସାହାଯ୍ୟ ପାଇବା ଆଶାରେ। ହଠାତ୍ ସେମାନେ ଦୂରରୁ ଗୋଟିଏ ମିଞ୍ଜି ଆଲୋକ ଆସୁଥିବାର ଦେଖିଲେ। ଲାଗୁଥିଲା ସତେ ଯେମିତି ତାଙ୍କରି ପାଖକୁ କେହି ଚାଲି ଚାଲି ଆସୁଛି। ପାଖକୁ ଗଲା ପରେ ସେମାନେ ଦେଖିଲେ କି ଜଣେ ବୃଦ୍ଧ ଲୋକ ବର୍ଷାରେ ଭିଜି ଭିଜି ସେମାନଙ୍କ ପାଖକୁ ଆସୁଛନ୍ତି। ହାତରେ ଟର୍ଚ୍ଚ ଏବଂ ପୁରୁଣା ବ୍ୟାଗଟିଏ ଧରିଥିଲେ ସେ ବୃଦ୍ଧ ଜଣକ କ'ଣ ଅସୁବିଧା ହୋଇଛି ବୋଲି ରବିକୁ ପଚାରିଥିଲେ। ରବି ତାଙ୍କୁ ନିଜ ଗାଡ଼ିରେ ପେଟ୍ରୋଲ ସରିଯାଇଛି ବୋଲି କହିଥିଲା ଏବଂ ପାଖରେ କେଉଁଠି ପେଟ୍ରୋଲ ମିଳିବ ସେ ବିଷୟରେ ମଧ୍ୟ ପଚାରିଥିଲା। କିଛି ସମୟ ଚୁପ୍ ରହି ସେହି ବୃଦ୍ଧ ଜଣକ ରବିକୁ କହିଥିଲେ କି ଏଠି ପାଖରେ କୌଣସି ବି ପେଟ୍ରୋଲ ପମ୍ପ ନାହିଁ,
କିନ୍ତୁ ମୁଁ ତୁମମାନଙ୍କୁ ସାହାଯ୍ୟ କରିପାରିବି। ଏତିକି କହି ସେ ନିଜ ବ୍ୟାଗରୁ ଗୋଟିଏ ବୋତଲ ବାହାର କରିଥିଲେ ଏବଂ ସେଥିରେ ପେଟ୍ରୋଲ ଥିଲା। ରବି ଏବଂ ତାର ସାଙ୍ଗମାନଙ୍କୁ ଏହା ସବୁ ସ୍ୱପ୍ନ ପରି ଲାଗୁଥିଲା। ଏପରି ସୁନସାନ ଜାଗାରେ ଗୋଟିଏ ବୃଦ୍ଧ ତାଙ୍କର ସାହାଯ୍ୟ କରିବା ପାଇଁ ମିଳିବାଟା ବି ସେମାନଙ୍କୁ କୌଣସି ଅଦ୍ଭୁତ ଜିନିଷରୁ କମ୍ ଲାଗୁନଥିଲା। ରବି କିଛି ପଚାରିବା ପୂର୍ବରୁ ହିଁ ସେ ବୃଦ୍ଧ କହିଲେ କି ସେ ଆଗରେ ହିଁ ଗୋଟିଏ କୁଡ଼ିଆ ଅଛି ଏବଂ ମୁଁ ସେଠି ରୁହେ। ତୁମମାନଙ୍କ ଭାଗ୍ୟ ଆଜି ଭଲ ଥିଲା କି ମୋ ପାଖରେ ପେଟ୍ରୋଲ ଥିଲା ଏବଂ ମୁଁ ଏହି ରାସ୍ତା ଦେଇ ଯାଉଥିଲି। ମୋର ଭାଗ୍ୟ କି ତୁମମାନଙ୍କୁ ସାହାଯ୍ୟ କରିବାକୁ ମୋତେ ସୁଯୋଗ ମିଳିଲା। ଏତିକି କହି ସେ ରବି ଆଡ଼କୁ ସେ ପେଟ୍ରୋଲ ଥିବା ବୋତଲଟି ବଢ଼ାଇ ଦେଇଥିଲେ ଏବଂ ବିନା ସଂକୋଚରେ ନେବା ପାଇଁ କହିଥିଲେ। ସେତେବେଳକୁ ବର୍ଷା ଜୋରରେ ହେବା ଆରମ୍ଭ ହୋଇଯାଇଥିଲା। ରବି ଏବଂ ତାର ସାଙ୍ଗମାନେ ପେଟ୍ରୋଲ ପକାଇ ସାରିଲା ପରେ ସେ ବୃଦ୍ଧଙ୍କୁ ଧନ୍ୟବାଦ ଜଣାଇବା ପାଇଁ ପଛକୁ ବୁଲି ଦେଖିଲା ବେଳକୁ ସେ ବୃଦ୍ଧ ସେଠାରେ ନଥିଲେ। ସମସ୍ତେ ବହୁତ ଖୋଜିଥିଲେ ସେ ବୃଦ୍ଧଙ୍କୁ, କିନ୍ତୁ ଦୂର ଦୂର ପର୍ଯ୍ୟନ୍ତ ସେ ବୃଦ୍ଧ କୌଣସି ଜାଗାରେ ବି ଦେଖାଯାଉନଥିଲେ। ଜଣେ ବୃଦ୍ଧ ବ୍ୟକ୍ତି ଗୋଟିଏ ଜାଗାରୁ ଏତେ ଜଲ୍ଦି ଚାଲିଯିବାଟା ସମ୍ଭବକର ଲାଗୁନଥିଲା। ବହୁତ ସମୟ ଏମିତି ଅପେକ୍ଷା ଏବଂ ଖୋଜାଖୋଜି ପରେ ମଧ୍ୟ ସେମାନେ ସେ ବୃଦ୍ଧଙ୍କୁ ଆଉ ପାଇଲେ ନାହିଁ। ବାଧ୍ୟ ହୋଇ ରବି ଏବଂ ତାର ସାଙ୍ଗମାନେ ସେଠୁ ଯିବା ପାଇଁ ନିଷ୍ପତ୍ତି ନେଲେ। ରବି ଏବଂ ତାର ସାଙ୍ଗମାନେ ସେ ରାସ୍ତାରେ କୌଣସି ବି କୁଡ଼ିଆ ପାଇଲେ ନାହିଁ, ଯାହା କଥା ସେ ବୃଦ୍ଧ ବ୍ୟକ୍ତି କହିଥିଲେ। ସେଦିନ ରାତି ପ୍ରାୟ 2ଟାରେ ରବି ଏବଂ ତାର ସାଙ୍ଗମାନେ ଘରେ ପହଞ୍ଚି ଯାଇଥିଲେ। ସେଦିନ ସେମାନଙ୍କ ସହ ଯାହା ହେଲା ତାହା ସେମାନଙ୍କୁ ସ୍ୱପ୍ନ ପରି ଲାଗୁଥିଲା। ସେମାନେ ନିଶ୍ଚିତ ହୋଇଗଲେ କି ସେ କୌଣସି ବ୍ୟକ୍ତି ନଥିଲେ, ବରଂ ସେ ନିଶ୍ଚିତ ସେ ବଡ଼ ଠାକୁର ଯାହାଙ୍କ ଦର୍ଶନ ପାଇଁ ସେମାନେ ଏତେ ବାଟ ଯାତ୍ରା କରିଥିଲେ। ନିଜ ଭକ୍ତମାନଙ୍କ ଅସୁବିଧା ଦେଖି ସେ ନିଶ୍ଚିତ ସେ ବୃଦ୍ଧ ବ୍ୟକ୍ତି ରୂପରେ ଆସିଥିଲେ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।